ମଣ୍ଟୁର ମରଣ ପାଇଁ ଦାୟୀ କିଏ? ବ୍ରାଉନ ସୁଗାର ବେପାରୀ ନା ବାଲିପାଟଣା ପୋଲିସ ଅଧିକାରୀ? ବାସ୍ତବରେ ରାକେଶ ଦାସ ଓରଫ ମଣ୍ଟୁର ମରଣ ପାଇଁ ଦାୟୀ କିଏ? ଏକଥା ଆମେ କହୁନୁ, ସ୍ଥାନୀୟ ଜନସାଧାରଣ ପ୍ରଶ୍ନ କଲେଣି। ଅଠାନ୍ତର ଗ୍ରାମ ଥାନାଠାରୁ ମାତ୍ର 1 କିଲୋମିଟର, କିନ୍ତୁ ପୋଲିସ ପ୍ରଶାସନ ଜାଣିପାରୁନି କେମିତି ଏଠି ବ୍ରାଉନ ସୁଗାର, ଚୋରା ମଦ ବନେଇ ବେପାର, ଖୁଲମଖୁଲା ବେପାର ଚାଲିଛି। ଏଠାରେ ଯୁବଗୋଷ୍ଠୀ ନିଶାସକ୍ତ ଅବସ୍ଥାରେ ଚୋରି ଡକାୟତ ଆଦି କାର୍ଯ୍ୟ କରୁଛନ୍ତି। ତଦନ୍ତ କରାଯାଉନି କ'ଣ ପାଇଁ? କିଏ ଭାଙ୍ଗ ଟିକେ ବିକୁଛି, ତା ନାଁରେ କେସ୍ ରୁଜୁ କରି କୋର୍ଟ ଚାଲାଣ କରୁଛି। ଏଠି ବ୍ରାଉନ ସୁଗାର ବାଲା ଏଠି ଦୀର୍ଘ ଦିନ ହଉ ବେପାର କରୁଛି, କିନ୍ତୁ ପୋଲିସ କେମିତି ଜାଣିପାରୁନାହିଁ। ଏଠି ଗ୍ରାମରକ୍ଷୀ ଅଛନ୍ତି, ଗ୍ରାମରକ୍ଷୀ କେମିତି ରିପୋର୍ଟ ଦେଉନାହାନ୍ତି। ଏଠି ଯଦି ପୋଲିସ ଏବେ କହୁଛି ଏଠି ଯଦି ବ୍ରାଉନ ସୁଗାର ଯାଉଥିଲା ଆମକୁ ଫୋନ କଲ ନାହିଁ, ଯେ କି ତାଙ୍କର ମୁଖ୍ୟ କହୁଛି। ଯେ ଆମେ କହିବା କଥା ଯେଉଁମାନେ କିଛି କର୍ମଚାରୀ ଅଛନ୍ତି ଥାନାର, ସେମାନେ କେମିତି ଗଞ୍ଜେଇବାକୁ ଚିହ୍ନିଲେ, ମଦୁଆକୁ ଚିହ୍ନିଲେ, ଭାଙ୍ଗୁଆକୁ ଚିହ୍ନିଲେ, ବ୍ରାଉନ ସୁଗାର ବେପାରୀକି ଚିହ୍ନି ପାଇଲେ ନାହିଁ ନା ସେଠି ମୋଟା ଅଙ୍କରେ କାରବାରରେ ସେମାନଙ୍କୁ ଚିହ୍ନି ପାଇଲେ ନାହିଁ। ତେଣୁ ଆମେ ରାଜ୍ୟ ସରକାର କହୁଛୁ ବିଧିବଦ୍ଧ ତଦନ୍ତ ହଉ, ଏ ବାଲିପାଟଣା ଥାନା ହଉ ବା ବାଲିଅନ୍ତା ଥାନା ହଉ, ପ୍ରତ୍ୟେକ ଓଡ଼ିଶାର ଥାନାର କର୍ମଚାରୀ କି ଅନ୍ୟତ୍ର ବଦଳି କରାଯାଉ, ନୂଆ କର୍ମଚାରୀ ପୋଷ୍ଟିଂ କରାଯାଉ, ଯାହାକି ଏମାନଙ୍କୁ ଦୂରକୁ ପଠାଇ ଦିଆଯାଉ। ଏଠି ଲଗାତାର ରହିବା ଦ୍ୱାରା ଏଠି ଅପ୍ରୀତିକର ସୃଷ୍ଟି କରୁଛନ୍ତି ଥାନା ଅଧିକାରୀ ମାନେ। ଏଠି ରାଜନୀତି କି ଗୋଟେ ତା ଦେହରେ ଆଟାଚ୍ ନ କରନ୍ତୁ। ହୋମ୍ ଡିପାର୍ଟମେଣ୍ଟରେ ରାଜନୀତି ଗୋଟେ କ୍ଷେତ୍ର, ଡିପାର୍ଟମେଣ୍ଟ ଗୋଟେ କ୍ଷେତ୍ର। ରାଜନୀତିକୁ ହାତ କରି ଏମାନେ ଯେଉଁ ଫାଇଦା ନେଉଛନ୍ତି ଥାନା ଅଧିକାରୀ ମାନେ, ଆକୁ ବନ୍ଦ କରନ୍ତୁ। ଆଇନ ଗୋଟେ କରାଯାଉ, ଯେଉଁମାନେ ମରଣ କରିଛନ୍ତି ତାଙ୍କୁ ଆଜୀବନରେ ଦଣ୍ଡିତ କରନ୍ତୁ, ନହେଲେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲନ୍ତୁ। ଯେଉଁ ଲୋକ ମରିଗଲା ସେ କ'ଣ ପାଇଲା, ତା ପରିବାର କ'ଣ ପାଇଲା? 5 ଲକ୍ଷ ଦେବ, 10 ଲକ୍ଷ ଦେବ, ପରିବାରକୁ ଫେରାଇ ପାରିବ କି? ଏଇଟା ଯଦି ଗୋଟେ ମାନ୍ୟବର କୋର୍ଟ ଏଇଟା ଗୋଟେ ନିଷ୍ପତ୍ତି କରିବ, ଯେଉଁମାନେ ମଣିଷକୁ ମାରି ଦେଉଛନ୍ତି ଅପ୍ରୀତିକର କାମ କରିକି ତାଙ୍କୁ ଫାଶୀ ଦିଆଯାଉ। କିନ୍ତୁ ଏ ଯେଉଁ ବ୍ରାଉନ ସୁଗାର ବେପାର କରୁଛନ୍ତି ତାଙ୍କ ଘର, ତାଙ୍କ ପରିବାରକୁ ହାଜତ ଅଦାଲତରେ ଭର୍ତ୍ତି କଲେ ଆମେ ସମାଜସେବୀ ଖୁସି ହେବୁ। ଜୟ ଜଗନ୍ନାଥ।